ओम नमो भगवते श्री अरविंदाय। ओम आनंदमयी चैतन्यमयी सत्यमयी परमे। जगत जननी पादे एतिकी मिनती मोर, हेउ ए जीवन मोर तोहरी पूजार घर। जगत जननी पादे तोर निराजना पाई ए जीवन हेउ दीप। मो मानस आसनरे बिराजु मा तोर रूप। छोट नील कई होई फुटु गो चेतना मोर। जगत जननी पादे एतिकी मिनती मोर, हेउ ए जीवन मोर तोहरी पूजार घर। जगत जननी पदे। आमे माँक विरचित मातृरचनावलीर तृतीय खंड पाठ करुथिले। आजी तारे आगको आउ पाठ करिबा। प्रश्न हैला माँ को, माँ आमे एठारे परस्पर सहित किपरि आसी एकजुट होइछु। माँ तार उत्तर देले, कहले आमे समस्ते पूर्वजन्म गुड़िकरे परस्पर को भेटिछु। ता न होइथिले आमर ए जन्मरे कदापि गोटिए जगार भेट होई न थांता। आमे समस्ते गोटिए परिवारर अंतर्भुक्त एवं परम दिव्य सत्तांकर विजय एवं पृथ्वी पृष्ठरे से प्रकाशित हेबा लगी आमे जुग जुग धरी कार्य करिछु। ए सबु कथा सेई दिगंतर कथा जहा आमको अज्ञात, मात्र सबु किछि माँ को ज्ञात। कारण से जुग जुग धरी ए पृथ्वीर आरंभरू अछंती रूपांतरर कार्य केवल नुहे चेतनार विकास स्तर रे मध्य। सेथिपाई कि माँ निजे कहती जे सिंस द बिगिनिंग ऑफ द अर्थ wherever and whenever there was the possibilities of manifesting a ray of consciousness, I was there. मो केते रूपरे से थिले, केते नामरे थिले से जानती, आमे जानुना। मात्र आमे तांको पाद तले प्रणत थिले बोली आजी तांको द्वारा तांकर गोल्डन टाई रे टाणी होई किछि समय पाई हेले मध्य तांका पाखको आसी पारुछु, किछि समय पाई हेले मध्य तांका पाखको आसी पारुछु। ता नहेले संभव हुअंता नाही। एई प्रसंग रे मने पडुची श्रीमद् भगवद गीतार कथा। भगवान श्रीकृष्ण अर्जुन को कहउछंती ज्ञान योग अध्याय रे जे इमं विवस्वते योगम प्रोक्तवा हम अव्ययम विवस्वान मनवे प्राह मनुरीक्षा कबेर ब्रवीत। तार अर्थ हैला जे एही अव्यय योग पूरा काल रे मु सूर्य को कहिथिली। सूर्य निज पुत्र मनु को कहिथिले एवं मनु तांका पुत्र इक्ष्वाकु को मध्य कहिथिले। एक कथा सुनिला परे अर्जुन भितरे प्रश्न आसिला,
ଯେ ଆପଣ କହିଥିଲେ ସୂର୍ଯ୍ୟଙ୍କୁ ଅପରଂ ଭବତୋ ଜନ୍ମ ପରଂ ଜନ୍ମ ବିବସ୍ୱତଃ କଥମେତ୍ ତଦ୍ ବିଜାନୀୟମ୍ ତମାଦୌ ପ୍ରୋକ୍ତବାନିତି। କହିଲେ ଆପଣଙ୍କ ଜନ୍ମ ତ ପରବର୍ତ୍ତୀ ସମୟରେ ହୋଇଛି, ସୂର୍ଯ୍ୟଙ୍କର ପରେ ହୋଇଛି, ତାହେଲେ ଆପଣ ସୂର୍ଯ୍ୟଙ୍କୁ କହିଲେ ବୋଲି କିପରି କହୁଛନ୍ତି ଏ ଯୋଗର କଥା? ପୁଣି ଶ୍ରୀକୃଷ୍ଣ କହିଲେ ବହୁନି ମେ ବ୍ୟତୀତାନି ଜନ୍ମାନି ତବ ଚାର୍ଜୁନ ତାନ୍ୟହಂ ବେଦ ସର୍ବାଣୀ ନତ୍ୱଂ ବେତତ୍ ପରନ୍ତପଃ। ହେ ଅର୍ଜୁନ, ମୋର ତୁମର ବହୁ ଜନ୍ମ ଅତିବାହିତ ହୋଇଛି, ତମେ ତାହା ଜାଣ ନାହିଁ, ମୁଁ ସମସ୍ତ ଜାଣେ। ଠିକ୍ ସେହିପରି ମା କହୁଛନ୍ତି ମୁଁ ଆଗରୁ ଥିଲି ପୃଥିବୀର ଆରମ୍ଭରୁ ଭିନ୍ନ ଭିନ୍ନ ନାମରେ, ଏବଂ ସେତେବେଳେ ତମେମାନେ ନିଶ୍ଚିତ ଭାବରେ ମୋ ସହିତ ଥିଲ। ଶ୍ରୀରାମକୃଷ୍ଣଙ୍କ କଥା ମନେ ପଡ଼ୁଛି, ସେ କହିଲେ ଭଗବାନ କେବେ ଏକା ଆସନ୍ତିନି, ତାଙ୍କର ଭାରି ଦଳବଳ ଦରକାର ପଡ଼େ। ରେଳ ଇଞ୍ଜିନ କେବେ ଏକା ଚାଲେନି, ତାର ଡବା ଦରକାର ପଡ଼େ। ରେଳ ଇଞ୍ଜିନ କେବେ ଏକା ଚାଲେନି, ତାର ଡବା ଦରକାର ପଡ଼େ। ଭଗବାନ ହେଉଛନ୍ତି ରେଳ ଇଞ୍ଜିନ, ଆଉ ଇଏ ମାନବ ଜାତି ହେଉଛି ଡବା। ତେଣୁ ଆମ ପରି ଡବାଙ୍କୁ ଧରି ମା ମଧ୍ୟ ରେଳ ଇଞ୍ଜିନ ହେଇଛନ୍ତି ଅତୀତରେ ବୋଲି ଆଜି ଆମେ ତାଙ୍କ ପାଖକୁ କିଛି ସମୟ ଆସିବାର ସୌଭାଗ୍ୟ ଲାଭ କରୁଛୁ। ତାପରେ ଦେଖିବା 14 ଏପ୍ରିଲ 1929 ମସିହାରେ ମାଙ୍କର ପ୍ରଶ୍ନ ଉତ୍ତର। ପ୍ରଶ୍ନ ହେଲା, ମା, ଯୋଗର ମାର୍ଗରେ କେଉଁ ପ୍ରମାଦମାନ ରହିଛି? ପାଶ୍ଚାତ୍ୟ ଜଗତର ଅଧିବାସୀମାନଙ୍କ ପାଇଁ ଯୋଗକୁ ବିଶେଷ ଭାବରେ ବିପଜ୍ଜନକ ବୋଲି କୁହାଯିବ କି? କେହି ଜଣେ କହିଛନ୍ତି ଯେ ଯୋଗ ପ୍ରାଚ୍ୟ ଜଗତ ସକାଶେ ହୁଏତ ଭାରି ଉପାଦେୟ, ମାତ୍ର ପାଶ୍ଚାତ୍ୟ ମାନସ ଉପରେ ତାହାର ଯେଉଁ ପ୍ରଭାବ ପଡ଼େ ତଦ୍ୱାରା ତାର ଭାରସାମ୍ୟ ନଷ୍ଟ ହୋଇଯାଏ। ମାଙ୍କ ପ୍ରଶ୍ନ ହେଲା ଯେ ମା, ଯୋଗ ସାଧନା ପ୍ରାଚ୍ୟ ଜଗତ ପାଇଁ ବେଶୀ ଉପଯୋଗୀ ପାଶ୍ଚାତ୍ୟ ଜଗତ ଠାରୁ କି? ମା ଉତ୍ତର ଦେଲେ, ପ୍ରାଚ୍ୟ ଜଗତର ଲୋକମାନଙ୍କ ଲାଗି ଯୋଗ ପଥରେ ଯେତେ ବିପଦ ରହିଛି, ପାଶ୍ଚାତ୍ୟ ଜଗତର ଲୋକମାନଙ୍କ ଲାଗି ସେହି ପଥରେ ତାହା ଅପେକ୍ଷା ଆଦୌ ଅଧିକ ବିପଦ ନାହିଁ। ମା କହିଲେ ଯୋଗ, ତାଇଥିରୁ ବୁଝି ହେଉଛି ଯେ ଯୋଗ ମାନେ ବିପଦ ଅଛି, କାହିଁକିନା ଯୋଗ ଶବ୍ଦ ସହିତ ବିପଦ ଶବ୍ଦଟି ଲାଗିଛି। କିନ୍ତୁ ଏ ବିପଦ ପ୍ରାଚ୍ୟ ଜଗତର ଲୋକମାନଙ୍କ ପାଇଁ ଯେତିକି, ପାଶ୍ଚାତ୍ୟ ଜଗତର ଲୋକମାନଙ୍କ ପାଇଁ ମଧ୍ୟ ସେତିକି। କାରଣ ଯୋଗ ପ୍ରାଚ୍ୟ ଆଉ ପାଶ୍ଚାତ୍ୟର ପ୍ରଭେଦ ବୁଝେ ନାହିଁ। ପ୍ରତ୍ୟେକ ଆତ୍ମା ପାଇଁକି ଯୋଗର ଆବଶ୍ୟକତା ଅଛି। ଆତ୍ମା ପ୍ରାଚ୍ୟ ଆଉ ପାଶ୍ଚାତ୍ୟ ଭେଦରେ ଅଲଗା ନୁହେଁ। ତେଣୁ ବିପଦ ଅଛି ଯୋଗଜନିତ ସମସ୍ତଙ୍କ ପାଇଁ ସମାନ। ମା କହିଲେ, ତୁମେ ପ୍ରକୃତରେ କେଉଁଭଳି ଭାବ ନେଇ ଯୋଗର ସାଧନା କରିବାକୁ ଯାଉଛ ତାହାରି ଉପରେ ହିଁ ସବୁ ନିର୍ଭର କରେ। ଯଦି ତୁମେ ନିଜ ପାଇଁ ଯୋଗ ସାଧନା କରିବାକୁ ଯାଅ, ଏକ ବ୍ୟକ୍ତିଗତ ଲକ୍ଷ୍ୟର ପୂରଣ ସକାଶେ ତାହା କର, ତେବେ ଯୋଗରୁ ତୁମ ଲାଗି ଅନେକ ବିପଦ ଉପୁଜିବ। ବୁଝିବା, ତୁମେ ଯୋଗ କରିବାକୁ କେଉଁ ବାଗରେ, କି ବାଗରେ ତୁମେ କ'ଣ କରୁଛ ବଡ଼ କଥା ନୁହେଁ, କି ମନୋଭାବ ନେଇ କରୁଛ। ଏପରିକି ସକଳ କାର୍ଯ୍ୟ ମଧ୍ୟ ତାହା। ଯୋଗ ତ ସହଜେ ସବୁ କାର୍ଯ୍ୟର ମଉଡ଼ମଣି। ତାକୁ ଯଦି ତୁମେ କରିବାକୁ ଚାହୁଁଛ, କି ଭାବ ନେଇ କରୁଛ? ଯୋଗୀ ହେବା ପାଇଁ, କ୍ଷମତା ହାସଲ ପାଇଁ, ଜ୍ଞାନୀ ହେବା ପାଇଁ, ପ୍ରଣାମ ପାଇବା ପାଇଁ, ଧନ ପାଇବା ପାଇଁ, ଫୁଲମାଳ ଲମ୍ବେଇକି ଷ୍ଟେଜରେ ବସିବା ପାଇଁ, ପ୍ରବଚନ ଦେବା ପାଇଁ, ପଇସା ପାଇବା ପାଇଁ, ଆରାମ କରିବା ପାଇଁ, ଏଇଟା କଲେ ଏଗୁଡ଼ା ମିଳିବ। ଯୋଗ କଲେ ଏଇଥିପାଇଁ ଚାହୁଁଛ କି? ପୁଣି ମା କହିଲେ,
तेबे जोगरु तुम लगी अनेक विपद उपजीव। मात्र अन्य पक्षर जदि जोग मध्य पवित्रता तुमर बोध हेउछि सेही भावटी द्वारा प्रेरित होई भगवत उपलब्धि जदि जोगर लक्ष्य बोली स्मरण रखी तुमे जोगर अनुशीलन कर तेबे सेथिरे आदौ कौनसी विपदर सम्मुखीन हेबाकू पड़िबो नाही। मोर भगवान दरकार, मु आसीची भगवत प्राप्ति पाई, मु आसीची मते पाइबा पाई, मु आसीची मते खोजिबा पाई, ए सब कथा मोर दरकार नाही। मु क्यों बाटेरे खोजिबी सेईटा बड़ कथा नुहे, किंतु मो लक्ष्य होची खोजिबा भगवान को। यदि एइथिपाई तमे जोग करबा को चाह, युक्त हबा को चाह, ताहले विपद आसीब नहीं, कारण सीए समस्त सुरक्षार दायित्व नेबे। जदि तुमे व्यक्तिगत लाभ लालसा पाई, व्यक्तिगत तमर किछि स्वार्थ सिद्धि पाई जोग करबा को भगवान को कामेरे लगेबा को चाह, ताले भगवान एमिति नुहंती जे सी तम छांचेरे पड़ी तम कामेरे लगी तुमको से तम इच्छा पूरण करेंगे, से सेपरी नुहंती, बरं विपद बेसी आसीब, बरं ताहा तुम लगी निरापत्ता और भरोसार एक स्थल होई रहिब। भगवान जदि जोग करने को चाह ईश्वर प्राप्ति पाई, ताहले सीए तुमको तांको सुरक्षार बलय भितरे वर्म परी आवृत करी रखिबे। जेतेबेले भगवत उपलब्धि निमित्त नुहे, मात्र जेतेबेले सेमाने क्षमता हासिल करने को इच्छा करुथांती बोली लोक माने जोगचारणा करती, सेही क्षेत्र में सेतिकी बेले ही जावतीय विपद असुविधार उद्भव होता है। एवं सेमाने सेतेबेले ऊपर को जोग करुचंती बोली देखाई आपणार कौन से एक महत आकांक्षार परितर्पण करने सकाशे ही इच्छा करुथांती। बाहर सेमाने देखांती बड़ नम्र भक्तिभावर लोक, बड़ अवनत प्रणत, किंतु प्रकृत से सेपरी भितर नथांती। भितरे सेमानंकर अहं थाए भरी एवं सेमाने भगवान को तांको निज कामेरे लगेबा चाहू थांती। जदि तुमे एई महत आकांक्षारू निजको मुक्त करी न पारिछ, तेबे तुमको जोग ठारू दूर रे रहिबा उचित। जोग भांगी दब, से किपरि ना भये भाजिले जोगी, हाँ बन भांगी दब, जाली दब। श्री रामकृष्ण कहले सबू चलिब भावेर घरे चोरी चलबे ना। तमें आ कौन कर देखारे भावेर घरे चोरी चलबे ना। भगवान के प्रति भाव देखी माने भावटा को चोरी करुच, माने तमें प्रकृत में भाव रखिन, भगवान एक कथा जानी टेकी कचिदेवे। तांकु तमें ठकी पारिब नाही, तांकु तमें तम कार्य लगेई तमें तांकठु लाभ हासिल कर नब, ए चिंता कर नाही। ताहले तमें जोग ठारू दूर रे रहिबा उचित। सबुठारू अधिक भल हेब दूर रे रहिबा। निआरे हाथ देले हाथ पोड़ी जीव नाही तो कौन हब? जोग एक निआ, जोग एक विपद। तामाने जीए भगवान संगे जोड़ी हवा को चाहिब, सीए विपदर सम्मुखीन हवा को प्रस्तुत रहिब। जोगर दुईटी मार्ग रही, माँ कहते गोटे तपस्यार मार्ग आ गोटे समर्पणर मार्ग। तपस्यार मार्ग एक कठोर मार्ग। यही क्षेत्र में तुमको संपूर्ण रूपे आपणा उपरे निर्भर करने को पड़े। आपणा बल उपरे निर्भर कर ही अग्रसर होगाकू पड़ी थाए एवं आपणार शक्तिर परिमाण अनुसार ही एथिरे आरोहण संभव हुए, उपलब्धि मध्य संभव होता है। तपस्यार मार्ग रे यही सब कथा अच्छी। सबुबेले पड़ी जीवार भय थाए तपस्यार मार्ग रे, एवं थरे तले पड़गले तुमको भग्न अवस्था भीमगर्तर जाई पड़वा हुए और तापर तार क्वचित ही एक प्रतिकार रही थाए। अन्य मार्गटी हेउछि समर्पणर मार्ग एवं यह एक निरापद मार्ग और निश्चित मार्ग। अवश्य ये क्षेत्र में पाश्चात्य जगतर अधिवासी मैंने प्रकृत असुविधार सम्मुखीन होता। माँ अन्यत्र कहते जे पाश्चात्यवासींकर जोग करिवार असुविधा नहीं, किंतु जोगर जो बाटटा असुविधा।
जोटा प्राच्यवासी तार बाटटा टिके सुविधा। ये समर्पण होउची स्टेयर केस, छात होउची भगवत प्राप्ति। भगवत प्राप्ति समस्त समान, छात समस्त समान, ए बाट मध्य समस्त समान। किंतु प्राच्यवासी माने ए सीढ़ी रे टिके शीघ्र शीघ्र जीवे भारी, आ पाश्चात्य लोक झुंटी पड़े, पाहाच गुड़ाक झुंटे पड़े। कहीं ना तांकर टिके से बाहरे बंचती, माँ को कथारे पाश्चात्य बाहरे बंचे प्राच्य भितरे बंचे। तेणु बाहरे बंचुवा लोक टिके अहंकारी अधिक, से माने बेसी निजको निजे जाहिर करने को टिके अधिक चाहती। तेणु तांको पाई समर्पणर मार्ग टिके कष्टदायक। से मानकर व्यक्तिगत स्वाधीनता लगी जहाँ किसी बाधक रूप अनुभूत हुए ताकू भय करने को एड़ी कर रहा से शिखई दिया होइछि। बुझिबा कहले से पिलादिन शिखई दि जाइछि जे तुम व्यक्तिगत उद्यम सबकि कर। अन्यत्र लिखिछंती माँ जे गोटे पाश्चात्यर शिशु को कहब से कह समुद्र लंघीजी, किंतु गोटे प्राच्यर शिशु को कहले से परि कर ना, से कह मु सबू करी, ता भितर सेमती अच्छी जीन तार सेमती अच्छी। तेणु सी मध्य भगवत प्राप्ति करि पारंता, मात्र समर्पणर मनोभाव ता पाखरे कम, ता उपरे निज कथा जाहिर करवा निजको ता पाखरे अधिक। से माने सत्यबा मार क्षीर खाइला बेलू ही एक स्वतंत्र व्यक्तित्व बोध को उत्तराधिकारी सूत्र रे पाइछंती। से माने जन्मगत भाव रे तांकर अधिका अच्छी, आत्मविश्वास नुहे तांकर केमती अच्छी, माने अहम भाव तांकर केमती अच्छी। से माने हाँ मुझे करि परिबी। पाश्चात्य अधिवासी मैंने कौ कथा को डरती। हाँ सी सहती सब हाँ करूँ, आम करती। सात समुद्र डेई जी आसी केते बाटे करें, केते बाटे शासन कर। सूर्य जहाँ राज माने जहाँ जो पृथ्वी रे जहाँ ये सूर्य उस्त होते ना, से होती से जाति। अन्य भाषा कहले श्रीरामकृष्ण कहवा अनुसार तुम्हें मांकड़ छुआर बाटटी को ग्रहण कर कि बिलेई छुआर बाटटी ग्रहण कर। एठू सेठा को जाऊा बेले मांकड़ छुआ को तार मार देह को जाबुड़ी कर धरने को पड़े, खूब जोर कर जाबुड़ी धरने को पड़े। कारण जदि तार हाथ केबे छाड़ी जाए तेबे तले पड़ जावार भय रही है। अन्य पक्षरे बिलेई छुआ केबे ता शरीर ता मार शरीर को जाबुड़ी धरे नहीं, मात्र माँ ता छुआ को धरिक नहीं जाए। एवं तेणु तार आ भय किसी न थाए बा दायित्व मध्य किसी न थाए। निजको मार धरिबा उपर छाड़ी दे माँ माँ बोली पाटी करबा छड़ा आउ किछि हेले तार न थाए। बुझी होउछि। तापरे माँ कहउछंती तुम्हें जदि संपूर्ण भाव में पूर्ण निष्ठार सहित समर्पण रही पथटी को ग्रहण कर पारिबो, तेबे तुम लगे कौन सी विपद रहिबो नाही बा कौन सी असुविधा भी रहिबो नाही। तामाने जोग कथा कहले एवं जोगर मार्ग कथा कहले दीटा बाटे रे जोग करा जाई परिबो, गोटे तपस्यार बाट गोटे समर्पणर बाट। तपस्यार बाट होछि कष्ट कठिन, जो माने आगुर करुथिले कृच्छ साधना बोली ताको कहंती, सी भी प्राच्य जगत रे थिला। बहुत कष्ट, चारिपटे अग्नि जाली खरा दिने सेठी तपस्या करेंगे, शीत दिने जल भितर थंडारे पशिकी मुंडरे दल रखिकी सेठी तपस्या करेंगे। गछ को चढ़ी जाई निजको बांधी देकी गोड़ बांधी देकी दौड़की एमती झुली पड़े, तले निआं जलुथिबो, माने पोड़ी जाउथिबो खंड खंड मांस। हाँ सी डाकुथिबे विकल रे भगवान देखा दियो देखा दियो देखा दियो, माने शरीर जली जाउथिबो। भगवान भी देखा दियंती दियंती दियंती, किंतु सेथिरे तांकर जेतिकी उपकार हुए ताटू कष्ट बेसी थाए। से कथा सेई मार्ग अपेक्षा माँ कहते समर्पणर मार्ग अधिक सहज प्रशस्त एवं अधिक लाभदायक। कहले किपरि ना तुम्हें जदि संपूर्ण भाव में और पूर्ण निष्ठार सहित समर्पण रे पथटी को ग्रहण करि पारिबो, तेबे तुम लगे कौन सी विपद रहिबो ना, कौन सी असुविधा भी रहिबो ना। जोग को जोग हब आ असुविधा रहिबो ना। सेठी जोग किछि परिमाण रे तपस्या रे हब, मात्र असुविधा बहुत रहिबो। असल कथा हो जे तुम्हें संपूर्ण निष्ठा पर रहिथिबो।
ସେଇ ଲାଗି ରହିବା ସମର୍ପଣରେ ଲାଗି ରହିବା ଏଡ଼େ ସହଜ ନୁହେଁ। ବରଂ ତପସ୍ୟାରେ ଲାଗି ରହିବା ବାହାର ଦୃଷ୍ଟିରୁ ସହଜ, ଭିତରେ ଭାରି କଷ୍ଟ। ଶରୀର ପୋଡ଼ି ଯାଉଥିବ, ଏ କ'ଣ ଏଡ଼େ ସହଜ କଥା? ସିଏ ସାଧନା, କିନ୍ତୁ ବାହାରୁ ଦେଖିଲା ବେଳକୁ କ'ଣ କି ସେ ଏକନିଷ୍ଠ ହେଇ ଲାଗିଥିବେ, ଆଉ ସେଠୁ ବାହାରି ଆସିପାରିବେନି। ସେ ଆଉ ଗୋଡ଼ ତ ବାନ୍ଧି ଦେଇଛନ୍ତି, ଦୁଇ ଗୋଡ଼ ଯାକ ଗଛରେ ବନ୍ଧା ହେଇ ସେ ଝୁଲି ପଡ଼ିଛନ୍ତି ତଳକୁ ମୁହଁ କରି, ତଳେ ଜଳୁଛି ଅଗ୍ନି। ଆଉ ଯାଇ ଫିଟେଇ ହେବ କି? ହବନି। କିନ୍ତୁ ସମର୍ପଣର ମାର୍ଗରେ ଏ ଯନ୍ତ୍ରଣା ନାହିଁ। ସେଥିରେ ଯେତିକି ନିଷ୍ଠା ଅଛି, ତୁମେ ସମ୍ପୂର୍ଣ୍ଣ ନିଷ୍ଠାପର ରହିବା ଦରକାର। କାରଣ ସମର୍ପଣ କଲା ମାତ୍ରକେ ବିରୋଧୀ ଶକ୍ତି ଆସିବେ, ବେଶୀ ଆସିବେ, ଆଉ ଏଭଳି ଭାବରେ ଆସିବେ ଯେ ସେ ସେଥି ବାଟରୁ ସବୁ ତୁମକୁ ଛଡ଼େଇ ନେଇଯିବେ। ଆଉ ଏ ସମର୍ପଣ, ହଁ ମଣିଷ ସଂସାରର କୌଣସି ଏକ ବ୍ୟାପାର ନେଇ କାରବାର କରୁଥିଲେ ସେଥିରେ ହୁଏତ ଫାଙ୍କି ଦେବାର କୌଣସି ଅବକାଶ ରହିପାରିବ, ମାତ୍ର ଭଗବାନଙ୍କୁ ନେଇ କାରବାର କରୁଥିଲେ ଏ କ୍ଷେତ୍ରରେ ଆଦୌ କୌଣସି ଠକାମି ଚଳିବ ନାହିଁ। ଆଉ କାର୍ଯ୍ୟରେ ତୁମେ ଠକି ଠାକି ଦେଇପାରିବ, ବେପାର ବାଣିଜ୍ୟ ନାନା କଥାରେ କିଣା ବିକା ଠକାଠକି ଚଳିବ ହୁଏତ, ଏଥିରେ ଚଳିବନି। ଯାହା କହିଲେ ଭାବେର ଘରେ ଚୋରି ଚଲବେ ନା, ଶ୍ରୀରାମକୃଷ୍ଣ ଯାହା କହିଲେ। ଯେତେବେଳେ ସେ କହିଲେ କିପରି ନା ଠକାମି ଚଳିବ ନାହିଁ, ଯେତେବେଳେ ତୁମେ ଅନ୍ତର ଭିତର ହୋଇ ନିଷ୍କପଟ ଏବଂ ଉନ୍ମୁକ୍ତ ରହିପାରିବ, ଯେତେବେଳେ ଭଗବତ ଉପଲବ୍ଧି ଏବଂ ଭଗବତ ପ୍ରେରଣା ଦ୍ୱାରା ପରିଚାଳିତ ହେବା ତୁମର ଏକମାତ୍ର ଉଦ୍ଦେଶ୍ୟ ହୋଇ ରହିବ, ସେତେବେଳେ ତୁମେ ବିପଦ ଶୂନ୍ୟ ହୋଇ ଅବଶ୍ୟ ଆପଣଙ୍କର ମାର୍ଗରେ ଅଗ୍ରସର ହୋଇପାରିବ। ବୁଝିବା କହିଲେ କେବଳ ଯଦି ତୁମେ ଭଗବାନଙ୍କ ପାଇଁ ବଞ୍ଚି ରହିବ, କେବଳ ଭଗବାନଙ୍କ କଥା ଚିନ୍ତା କରିବ, କେବଳ ଭଗବାନଙ୍କ ପାଇଁ କାର୍ଯ୍ୟ କରିବ, କେବଳ ଭଗବାନଙ୍କର କାର୍ଯ୍ୟ କରିବ, କେବଳ ଭଗବତ ଉପଲବ୍ଧିରେ ସହାୟକ ହେବା ପାଇଁ କି ତୁମେ ଭୂମିକା ଗ୍ରହଣ କରିବ, ତେବେ ଯାଇ ତୁମେ ପ୍ରସ୍ତୁତ ହୁଅ ଯୋଗ ସାଧନା କରିବା ପାଇଁ, ଯୁକ୍ତ ହୋଇ ରହିବା ପାଇଁ। ନହେଲେ ସେ ଯେଉଁ ୱଣ୍ଡରଫୁଲ୍ ଫାୟାର ସେ ଜାଳିଦେବ, ତାକୁ ଠକିଲେ ସିଏ ଜାଳିଦେବ। ବରଂ ତାଠୁ ଦୂରରେ ପଛେ ରହ, ତା ନିକଟକୁ ଯାଅ ନାହିଁ। ଠିକ୍ ଭାବରେ ସାଞ୍ଜୁ ନ ପିନ୍ଧି ସେ ଯୁଦ୍ଧ କ୍ଷେତ୍ରକୁ ଯାଅ ନାହିଁ। ସମର୍ପଣ କଥାକୁ ମା କହିଲେ ସମର୍ପଣର ଡେଫିନେସନ୍ କ'ଣ ନା ଦି ଡିସିସନ୍ ଟୁ ହ୍ୟାଣ୍ଡ ଓଭର ଦି ରେସ୍ପନ୍ସିବିଲିଟି ଅଫ୍ ୟୋର୍ ଲାଇଫ୍ ଟୁ ଦି ଡିଭାଇନ୍। ଏଇଆ ହେଉଛି ସମର୍ପଣ। କହିଲେ ଡିସିସନ୍, ଯାହାକୁ ଆମେ କ'ଣ କହୁଛୁ ନିଷ୍ପତ୍ତି, ଟୁ ହ୍ୟାଣ୍ଡ ଓଭର ଦି ରେସ୍ପନ୍ସିବିଲିଟି ଅଫ୍ ୟୋର୍ ଲାଇଫ୍, ସେଇଟା ତ ଏତେ ସହଜ ନୁହେଁ। ଟୁ ଦି ଡିଭାଇନ୍, ତାକୁ କହୁଛନ୍ତି ସମର୍ପଣ। ନିଜର ସମସ୍ତ ଦାୟିତ୍ୱ ତାଙ୍କୁ ଅର୍ପଣ କରିଦେବା ହିଁ ସମର୍ପଣ, ତାଙ୍କୁ ଦେଇଦେବା। ଶ୍ରୀରାମକୃଷ୍ଣ ଆହୁରି ସୁନ୍ଦର ଭାବରେ କହିଦେଲେ, କହିଲେ ମାଆଙ୍କୁ ତମେ ପାଇବାକୁ ଚାହୁଁଛ, ମାଆଙ୍କ କୃପା ପାଇବାକୁ ଚାହୁଁଛ ନା? ହଁ ନା, ତାଙ୍କୁ ବକଲତନାମା ଲେଖିଦିଅ। କ'ଣ ବକଲତନାମା ଲେଖିଦିଅ? ବକଲତନାମା କ'ଣ ନା ଗୋଟେ ସାଧା କାଗଜରେ ଦସ୍ତଖତ କରି ଓକିଲକୁ ଦେଇଦେବା, ଯାହା ତଳେ ଦସ୍ତଖତ ସାଧା କାଗଜଟା, ସିଏ ତାର ଯାହା ଲେଖିବେ। ହଁ ସେମିତି ମାଆଙ୍କୁ ଲେଖିକି ଦେଇଦିଅ ସାଧା କାଗଜ ଦସ୍ତଖତ କରି, ମୋ ଜୀବନର ଦାୟିତ୍ୱ ତୁମକୁ ଲାଗିଲା। ପୁଣି କହିଛନ୍ତି ଯାହା ତୋତେ ବିବ୍ରତ କରୁଛି ତାକୁ ମୋତେ ଚିନ୍ତାରେ ଦେଇଦେ। ମା କହୁଛନ୍ତି ମୁଁ ତୋତେ ସେଥିରୁ ଟାଣି ବାହାର କରିଦେବି। ସେତିକି ନୁହେଁ, ତୁ ଭବିଷ୍ୟତ ଚିନ୍ତାଶୂନ୍ୟ ପ୍ରଜାପତି ଭଳି ହୋଇଯା। କାହିଁ ସେ ତ କେଡ଼େ ସହଜ ହୁଅନ୍ତା, ଲାଗୁଛି ସହଜ ଶୁଣିବାକୁ, ଆଉ କହିବାକୁ ତ ଆହୁରି ସହଜ ଲାଗୁଛି, କିନ୍ତୁ ସେଇ ଡିସିସନ୍ ଏତେ ସହଜ ହେଉନି। ଅହଂ କରେଇ ଦେବ ନାହିଁ, ବହୁ ବାଗରେ କୁମନ୍ତ୍ରଣା ଦେବ। ତୁ କ'ଣ ଏଡ଼େ ନିଶ୍ଚେଷ୍ଟ ଯେ ତୁ ସବୁ ତାଙ୍କୁ ଛାଡ଼ି ଦେଇଛୁ? ତୋର କ'ଣ ଏମିତି କେହି ନାହାନ୍ତି, ବନ୍ଧୁବାନ୍ଧବ ଚିହ୍ନା ପରିଚିତ କେହି ନାହାନ୍ତି କ୍ଷମତାରେ ଯେ ତୁ ଗୋଟେ ଅନସିନ୍ ଫୋର୍ସ ଉପରେ ନିର୍ଭର କରିଯାଉଛୁ?
ଏଇଟା କ'ଣ ଠିକ୍ ହେଉଛି? ସାଙ୍ଗେ ସାଙ୍ଗେ ଭିତରୁ ଆସିବ, ନାଇଁ ମ ଠିକ୍ ନୁହଁ, ନା ନାଇଁ ନାଇଁ ଯିବା ଯିବା, ସଂଗ୍ରାମ ନାହିଁ ମନ୍ତ୍ରୀ ପାଖକୁ। ଏଇଟା ତ ବର୍ତ୍ତମାନ ଆଉ କ'ଣ, ଆଉ କିଏ କି ମନ୍ତ୍ରୀ ପାଖକୁ ଟିକେ ସିଏ ଗାର ମାରିଦେଲେ ହେବ, ଇଏ ଭଗବାନଙ୍କୁ ଡାକିବ ବସିବ। ଭାଇ ମନ୍ତ୍ରୀ ପାଖକୁ ଯିବାକୁ ମନା ନାହିଁ, କିନ୍ତୁ ଭଗବାନଙ୍କୁ ନେଇକିରି ଯିବାର ଅଛି। କିନ୍ତୁ ଭଗବାନଙ୍କୁ ଛାଡ଼ିକିରି ଆମେ ଯାଉଛୁ ନା ନାହିଁ? ଡାକ୍ତରଙ୍କ ପାଖକୁ ଯିବାକୁ ମନା ନାହିଁ, କିନ୍ତୁ ଭଗବାନଙ୍କୁ ନେଇ ଡାକ୍ତର ପାଖକୁ ଯିବା ଦରକାର। ଆମେ ଭଗବାନଙ୍କୁ ଛାଡ଼ି ଦେଇ ଡାକ୍ତରଙ୍କ ପାଖକୁ ଯାଉଛୁ, କଥାଟା ଏଇଟା। ଶ୍ରୀ ଅରବିନ୍ଦ ମା କହିଲେ, ଦି ପାଥ୍ ଇଜ୍ ଲଙ୍ଗ୍ ବଟ୍ ସେଲ୍ଫ ସରେଣ୍ଡର ମେକ୍ସ ଇଟ୍ ସର୍ଟ। ଲମ୍ବା ବାଟ, ତାକୁ କିନ୍ତୁ ସର୍ଟ କରେ କେବଳ ସରେଣ୍ଡର। ଶ୍ରୀ ଅରବିନ୍ଦ କହିଲେ କି ପ୍ରକାର ସରେଣ୍ଡର? ନା ସରେଣ୍ଡର ଅଫ୍ ୱାନ୍ ସେଲ୍ଫ, ନିଜକୁ ଦେଇଦେବା ହିଁ ସରେଣ୍ଡର, କିଛି ରଖିବାର ନାହିଁ। ଭଗବାନଙ୍କୁ ଦେଇଦେବା ଏଇଟା ସହଜ ନୁହେଁ, କାହିଁକିନା ତାଙ୍କ ଉପରେ ଭରସା ଆସିପାରିନି, କାରଣ ସିଏ ହେଉଛନ୍ତି ଅଦୃଶ୍ୟ। ଅଦୃଶ୍ୟ ଶକ୍ତି ଉପରେ ଭରସା ଆଣିବା ସେତିକି ଗଭୀର ବିଶ୍ୱାସ ଥିବା ଆଉ ପୂର୍ବରୁ ପ୍ରସ୍ତୁତି ଥିବା ସତ୍ତା ଦରକାର। ନହେଲେ ଏମିତି ସାଧାରଣ ଭାବେ ତ ମନ୍ତ୍ରୀଙ୍କ ପାଖକୁ ଯିବ ଲୋକ, ଡାକ୍ତରଙ୍କ ପାଖକୁ ଯିବ, ଓକିଲଙ୍କ ପାଖକୁ ଯିବ, ଏ ତ ଯିବ। ସେଗୁଡ଼ାକ ନ ଯିବାକୁ ସେ କହୁନାହାନ୍ତି, ଭଗବାନଙ୍କୁ ନେଇକିରି ଯିବାକୁ କହୁଛନ୍ତି। ତାହେଲେ ଭଗବାନ ତାଙ୍କ ଭିତରେ ରହି କାର୍ଯ୍ୟ କରିବେ। ଶ୍ରୀ ଅରବିନ୍ଦଙ୍କ କଥାରେ ସରେଣ୍ଡର ଅଫ୍ ୱାନ୍ ସେଲ୍ଫ, ଶରୀର ଦେଇଦେବ ତାର ସମସ୍ତ କର୍ମ, ପ୍ରାଣ ଦେଇଦେବ ତାର ସମସ୍ତ ବାସନା, ମନ ଦେଇଦେବ ତାର ସମସ୍ତ ଚିନ୍ତା। କେତେ ସହଜ କଥାରେ କହିବା ସତେ କାର୍ଯ୍ୟରେ କରିବା ଏଥିରୁ କାଣିଚାଏ ବି କେତେ କଷ୍ଟ। ମନ ତାର ଚିନ୍ତା ଦେବାକୁ ପ୍ରସ୍ତୁତ କି? ପ୍ରସ୍ତୁତ ନୁହେଁ। କାହିଁକି? ନା ଅହଂ ସେ ପ୍ରସ୍ତୁତି କରେଇ ଦେଉନାହିଁ, ତାକୁ ରୋକୁଛି ଯେ ତୁ କ'ଣ ଏଠି ଦୁର୍ବଳ, ଯେ ଭଗବାନଙ୍କ ଉପରେ କ'ଣ ନିର୍ଭର, ତାଙ୍କୁ କ'ଣ ଚିନ୍ତା ଦେବୁ, କ'ଣ ସେ ମନକୁ ନେଉନାହାନ୍ତି। ତୁ ତ ସବୁ କରିପାରୁଛନ୍ତି, ତୋ ଦୁଃଖ ଗୁଡ଼ା ସେ ଭିଡ଼ିକି ନେଇପାରିବେନି, ତୁ ପୁଣି ଦେବୁ କ'ଣ? ଠିକ୍ କଥା, ଠିକ୍, ଏଇଗୁଡ଼ା ତ ଠିକ୍। ଆଉ ଦାଦା ଠିକ୍ ନା ନାହିଁ? ସେ ତ ସର୍ବମୟ କର୍ତ୍ତା, ପୃଥିବୀଟାକୁ ବୁଲଉଛନ୍ତି, ରାତିକି ଦିନ କରୁଛନ୍ତି ନା? ହଁ। ଆଉ ତୋର ଦୁଃଖ ଗୁଡ଼ାକ କ'ଣ ଜାଣିନାହାନ୍ତି? ଅନ୍ତର୍ଯାମୀ ପରା, ତୋଠୁ ସେଗୁଡ଼ାକ ଭିଡ଼ିକି ନେଇଯାଉଛନ୍ତି, ତୁ ପୁଣି ଦେବୁ କ'ଣ ନେଇକି ତାଙ୍କୁ? ନା ସତେ ତ। ତାହେଲେ ସିଏ ନିର୍ଦ୍ଦୟ ନୁହଁ? ହଁ ନୁହଁ, ଆଉ କ'ଣ? ମୋଠୁ ଯେ ସେତକ ନେଉନାହାନ୍ତି ଭିଡ଼ିକିରି ନେବେନି, ଦେଲେ ନେବେ। ମା କହୁଛନ୍ତି ଭଗବାନ ଏତେ ଭଦ୍ରଲୋକ ଯେ ସେ କାହାକୁ ଗୋଳମାଳ କରନ୍ତିନି, କାହାକୁ ହଇରାଣ କରନ୍ତିନି। ଡାକିଲେ ଘର ଭିତରକୁ ଆସନ୍ତି, କହିଲେ ବସନ୍ତି, କହିଲେ ବସନ୍ତି, ସୋଫା ଉପରେ ଦାଉଁକିନି ବସିବେନି। ଏତେ ଭଦ୍ରଲୋକ ଭଗବାନ। ସିଏ ପୁଣି ଭିଡ଼ିକିରି ଛଡ଼େଇକିରି ନେବେ, ତା ଦ୍ୱାରା କ୍ଷତି ହେବ, ବ୍ୟକ୍ତିର କ୍ଷତି ହେବ। ନିଗମାନନ୍ଦ, ବାମାକ୍ଷେପା, ଏମାନଙ୍କର ବହୁତ ଉଦାହରଣ ଅଛି। ନିଗମାନନ୍ଦ ହେଉଛନ୍ତି ବାମାକ୍ଷେପାଙ୍କର ଶିଷ୍ୟ। ନିଗମାନନ୍ଦ ଆସି ପୁରୀରେ ରହୁଥିଲେ ଶେଷ ଅବସ୍ଥାରେ, ତାଙ୍କର ଅଲୌକିକ ଶକ୍ତି ବହୁତ ଥିଲା ନିଗମାନନ୍ଦଙ୍କର। ସେ ଦିନେ ବାମାକ୍ଷେପା ଆସିଛନ୍ତି ପୁରୀ, ଗଲେ ତାଙ୍କ ଶିଷ୍ୟଙ୍କ ମଠ ଆଶ୍ରମକୁ, ଯାଇ ଦେଖିଲା ବେଳକୁ ତାଙ୍କ ଦୁଆରେ, ତାଙ୍କ ବାରଣ୍ଡାରେ କେତେ ଲୋକ ବସିଛନ୍ତି। ସେ ପଚାରିଲେ କାହିଁକି ସେ ବସିଛ ଏଠି? ସିଏ କହିଲେ ଏ ଭିତରେ ଜଣେ ଗୁରୁ ଅଛନ୍ତି, ସେ ଛୁଇଁ ଦେଲେ ଦେହ ଭଲ ହେଇଯାଉଛି, ଛୁଇଁ ଦେଲେ ସବୁ ଦୁଃଖ ପଳେଇ ଯାଉଛି। ନା ଏମିତି କଥା? ନା ହଁ। ସେଠୁ ଭିତରକୁ ଗଲେ,
कहले या करने को तोते देइथिली शिष्यत्व नहीं जीवी समस्त शक्ति शीघ्र ये सब विदाय कर तांको कर्मफल से भोगिबे एवं कर्मफल भोगु भोगु जदि से आश्रय नेबे भगवान तांको आड़ू तेबे से कर्मफल को खंडन करिवार अधिकार भगवान अच्छी तू कौन भगवान से कहला आउ ये भूल करिवेनी तू बाट बतई दे छुईकरी दुख रोग ने ना तू बाट बतई दे भगवान को प्रार्थना कर ये सब बतई दे ताहा ही घटिला सेमतिका भगवान छड़ेकरी नियंती नहीं रोग शोक तांको देले से नियंती जो कथा माँ कहते जे कर्मफल अपरिवर्तनीय नुहे कर्मफलटा परिवर्तनीय प्रोवाइडेड तांकु जदि जोड़ा जाए बा तांकु जदि युक्त करी रखा जाए ये उदाहरण देले आम जानी गोटे टाइल खसबार थिला खसला लोकटे जीवार थिला से बाटरे गला मात्र आउ जड़े लोकर दृष्टि पड़ा जे से पड़ू पड़ू ताकू हाथ देखई दबारू से टाइलटा हाथ रे पूरा न पड़ी खसला किंतु टिके आंचु ये जो मझीरे किए इंटरफेयर कथाटा माँ करेंगे किंतु टाइलटा को खसेबेनी एक कथा खसब लोकटा जीवार कथा ना जीव किंतु मझीरे गोटे किए आसी इंटरफेयर करिवो एटा होची ग्रेस माँ शारदा देवी इति सुंदर भाव कहले कहले कर्मफल अवश्य फलिब ताकू केही एड़े जाई पारिबे नाही मात्र साधन भजन थिले जोठारे खंडारे आघात हवा कथा से हुए तो कंटाटीए फुटी जाई पारे अर्थात जो बड़ एक्सीडेंट हबार कथा थिला टिके खंडिया खबरा है कि से एक्सीडेंट कटिजीव जदि डिवाइन ग्रेस थाए और डिवाइन ग्रेस रहिबो समर्पण द्वारा समर्पणर कथा आम शास्त्र रे आगरू बहु भाव कहा जाइछि समर्पण पाई बहु बाट अछि कली जुगरे बा अन्य जुगरे मध्य ए व्यवस्था रही श्रवणं कीर्तनं विष्णु स्मरणं पदसेवनं अर्चनं वंदनं दास्यं सख्यम आत्मनिवेदनम ये होची समर्पणर सब गोटे गोटे बाट गोटे गोटे दिग श्रवण माध्यम रे समर्पण हो पारे खाली शुणा दरकार कहीं ताठू आउ कम रे नहीं शुणिले जानिब जानिले मनन करिब निधिध्यासन कर जानिले जानिबार बाटटा होची शुणिबा श्रवण तेणु श्रवण माध्यम रे किए हेले ना राजा परीक्षित परीक्षित किछि करनाहांती केवल भागवत श्रवण करिसंती एवं तांकर ताहा द्वारा जो जंत्रणा थिला तक्षक दंशन करिवार व्यवस्था जनित जंत्रणा सी कमी 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 आसी मात्र फल भितर गोटे कीट टिके ना खाली दंशीदेला सेतिकिरे से गले एड़े बड़ कष्ट एतिकी को आसीगला श्रवण द्वारा श्रवण समर्पणर एक माध्यम तापर देखिबा कीर्तनम कीर्तन रे चैतन्य से भली कीर्तन केही करिनी इति समर्पित प्रति सेल समर्पित राधा भावरे भावित चैतन्य एवं से कीर्तन माध्यम रे समर्पित भगवान को पाखरे स्मरण प्रह्लाद स्मरण करिसेंती स्मरण केबे छाड़ी नाहंती आरंभरु शेष पर्यंत पाद सेवनम महालक्ष्मी तांक परि पाद सेवा केही करि परिबे नाही भगवानकर से समर्पित तापरे अर्चन पृथु राजा वंदन अक्रूर
ଅକ୍रूର ଯେମିତି ବନ୍ଦନା କରିଛନ୍ତି, ଯେତେବେଳେ ଦେଖିଲେ ଗୋପପୁରରେ ଶ୍ରୀକୃଷ୍ଣଙ୍କୁ, ସେ ଯେଉଁ ଭାବ ତାଙ୍କର, ସେ ଭାବ କବିମାନେ ଲେଖିଛନ୍ତି ସାହିତ୍ୟରେ ଭାରି ସୁନ୍ଦର ଭାବରେ, ଇତି ଚମତ୍କାର ଭାବରେ ସାହିତ୍ୟରେ ବର୍ଣ୍ଣନା ହେଇଛି, ତାକୁ ପଢ଼ିଲେ ଜଣେ ଅଭିଭୂତ ହୋଇଯିବ। ଯାଇ ଯଦି ପହଞ୍ଚି ଯାଉଛନ୍ତି ନା, ସେତେବେଳେ ସିଏ ଇତି ସୁନ୍ଦର ଭାବରେ ବନ୍ଦନା କରିଛନ୍ତି। ଭକ୍ତଚରଣ ମଥୁରାମଙ୍ଗଳ ଲେଖିଛନ୍ତି, ସେ ଭାବରେ ଏମିତି ଭାବିତ ହୋଇଯାଇଛନ୍ତି ଯେ ସେ ଅକ୍ରୁରଙ୍କ ନାଁ ଭୁଲି ଯାଇ ନିଜ ନାଁ ଲେଖିଦେଇଛନ୍ତି। ସେ କାଳେ ଭକ୍ତ ଚରଣ ବସିଲା ତଳେ, ସେ କାଳେ ପାଦ ଚାପଇ ମାଦକ ଭୋଳେ, ସେ କାଳେ। ସିଏ ତାଙ୍କୁ ଯାଇ ନିମନ୍ତ୍ରଣ କରି ଧରି ଆଣିବାର ବହୁତ, ଯେ ପହଞ୍ଚିଲା ମାତ୍ରକେ ପାଦ ସେବା କରି ଓ ଏଭଳି ଭାବରେ ବନ୍ଦନା ସେ କରିଛନ୍ତି ଯେ, ଯାହାଫଳରେ ଯିଏ କବି, ବୈଷ୍ଣବ କବି, ସିଏ ତାଙ୍କୁ ବାଦ ଦେଇ କାହାକୁ, ଯେଉଁ ଅକ୍ରୁରଙ୍କୁ ନିଜେ ନାଁ ଲେଖିଦେଇଛନ୍ତି। କହିଲେ ଭକ୍ତ ଚରଣ ବସିଲା ତଳେ, ସେ କାଳେ ପାଦ ଚାପଇ ମାଦକ ଭଳେ ବନ୍ଦନା। ଦାସ୍ୟପଣରେ ହନୁମାନ, ସଖାପଣରେ ଅର୍ଜୁନ, ଆଉ ସବୁଠୁ ବେଶୀ ଆତ୍ମସମର୍ପଣ 100 ଭାଗ ବଳି, 100 ଭାଗ କିଛି ରଖିନାହାନ୍ତି। ବାମନ ଅବତାରରେ ଯେଉଁ ବଳି ସେ ଦେଖେଇ ଦେଲେ, ମଥା ସେତକୁ ଦେଖେଇ ଦେଲେ ଶେଷକୁ, ଆଉ କିଛି ବି ନଥିଲା ବୋଲି ନିଜର ଶେଷକୁ କହିଲେ ଆଉ ତୃତୀୟ ପାଦ ରଖିବି କେଉଁଠି। ସେ ଯେଉଁ ଆକାଶରୁ ପାଦ ବାହାରିଲା, ବିରାଟ ଯେଉଁ ପାଦ ବାହାରିଲା, କାହାର? ବାମନଙ୍କର। ସେଇ ପାଦରେ ସେ କହିଲେ ମୋ ମଥା ଉପରେ ରଖ, ଚାପି ଦେଲେ। ପୂର୍ଣ୍ଣ ଆତ୍ମସମର୍ପଣ। ହଁ, ମାଙ୍କ କଥା ଶୁଣିବା। ଏଠାରେ ଆଉ ଗୋଟିଏ ବିପଦ ବି ରହିଛି। ଏ ବିପଦଟି ଯେତେବେଳେ ତୁମେ ଅନ୍ତର ଭିତରୁ ନିଷ୍କପଟ ଉନ୍ମୁକ୍ତ ରହିପାରିବ, ଯେତେବେଳେ ଭଗବତ ଉପଲବ୍ଧି, ଭଗବତ ପ୍ରେରଣା ଦ୍ୱାରା ପରିଚାଳିତ ହେବା ହିଁ ତୁମର ଏକମାତ୍ର ଉଦ୍ଦେଶ୍ୟ ହୋଇ ରହିବ, ସେତେବେଳେ ତୁମେ ବିପଦ ଶୂନ୍ୟ ହୋଇ ଅବଶ୍ୟ ଆପଣାର ମାର୍ଗରେ ଅଗ୍ରସର ହୋଇପାରିବ। କାରଣ ବିପଦ ଆସିଲେ ବି ସେ ରକ୍ଷା କରିବେ। ତାପରେ ମା କହୁଛନ୍ତି, ହଁ ଏଠାରେ ଆଉ ଗୋଟିଏ ବିପଦ ବି ରହିଛି ଯୋଗ ମାର୍ଗରେ। ଏହି ବିପଦଟି ହେଉଛି ଯୌନ ସହିତ ସମ୍ପର୍କିତ କ୍ଷେତ୍ରର ଏକ ବିପଦ। ତୁମକୁ ପବିତ୍ର କରି ଆଣିବାର ପ୍ରକ୍ରିୟାଟି ମଧ୍ୟରେ ଯୋଗ ତୁମ ଭିତରେ ରହିଥିବା ପ୍ରଚ୍ଛନ୍ନ ସବୁକିଛି ଉତ୍ତେଜନା ଏବଂ ସବୁକିଛି ବାସନାକୁ ମେଲା କରି ଦେଖାଇଦେବ, ପଦାରେ ଆଣି ପକାଇ ଦେବ। ସିଏ ବି ତା ସାଙ୍ଗରେ ଅଛି, ଏସବୁ ସତର୍କ ବାଣୀ ଆଗରୁ ଦେଉଛନ୍ତି। ଏଇସବୁ କଥା, ଏଇ ପିନ୍ଧିକିରି ପୋଷାକ, ଏଇଆକୁ ରଖି ତମେ ଯଦି ଯିବ ତାହେଲେ ଯୋଗ ପଥକୁ ଯାଅ, କାହିଁକିନା ଏଇସବୁ କଥା ଆସିବ, ନହେଲେ ବିବ୍ରତ ହୋଇ ବେଶୀ କଷ୍ଟ ଯନ୍ତ୍ରଣା ପାଇବ। କାରଣ ଯେଉଁ କଥା ଗୁଡ଼ାକ ଭିତରେ ସବୁ ଚାପି ହେଇକି ଅଛି ନା, ସେଗୁଡ଼ା ଫୁଟିକିରି ବାହାରିବ। ଯେଉଁ ଯାଦୁ ଅଳପ ହେଇଥିଲା, ସେ ହୋମପାତି ଖାଇଲେ ଦେହ ଯାକ ମନ୍ଦା ମନ୍ଦା ହେଇ ଯାଦୁ ହେଇ କୁଣ୍ଡେଇ ହେବ ଯେ ସେ ଖାଲି ଗଡ଼ିବ ତଳେ। ଆଉ କେତେ କୁଣ୍ଡେଇବ? ସବୁଆଡ଼େ ତ ଯାଦୁ। ଡାକ୍ତର କହିବେ ଯେ ତାପରେ ଯାଇ ତମର ଭଲ ହେବ। ସେଇଥିପାଇଁ ପ୍ରସ୍ତୁତ ହେଇକିରି ହୋମିଓପାଥିକ ଔଷଧ ଖାଇବା ଦରକାର। ସିଏ ଏପରି କଥା ସବୁ ଲୁଚିକିରି ଅଛନ୍ତି, ଯେଉଁମାନେ ବାଟ ପାଇବେ ଭଗବାନଙ୍କ ସାଙ୍ଗରେ ଯୋଡ଼ି ହେବା ପାଇଁ କି ଇଚ୍ଛା କଲା ମାତ୍ରକେ। ମା କହୁଛନ୍ତି ଅନ୍ୟତ୍ର ସେ ଏମିତି ଟିକି ଟିକି ମୂଷା ଭଳି, ସେ ଗୋଟେ ବାକ୍ସ ଭିତରେ ସବୁ ଗୋଟେ କଣରେ ଥିବେ, କେତେବେଳେ ବାକ୍ସ ଖୋଲା ହେବ ଖାପକିନି ଡେଇଁବେ। ବାକ୍ସ ବନ୍ଦ ଅଛି, ତାଙ୍କର ସେ ଭିତରେ ଅଛନ୍ତି। ଟିକିଏ ନାକୁ ବାକ୍ସରେ ସେ ଫାଙ୍କ ଆସିଲା, ତାହେଲେ ସେ ଡେଇଁଲେ। ତେଣୁ ଯୋଗ କରିବା ଅର୍ଥ ସେ ଫାଙ୍କଟିଏ ତିଆରି କରିବା, ଆଉ ତା ଭିତରେ ସବୁ ଫୁଟିକି ବାହାରିବ। ପଦାରେ ଆଣି ପକାଇଦେବ। ଯେଉଁ କଥା ଋଷି ମୁନିଙ୍କ ଭିତରେ ଘଟିଛି, ଅଷ୍ଟାବକ୍ରଙ୍କ ଭିତରେ ଘଟିଛି, ବିଶ୍ୱାମିତ୍ରଙ୍କ ପାଖରେ ଘଟିଛି, ଏମାନେ ସମସ୍ତେ, ଏଇ ଯେ ଆମର ସେ ଋଷି
ଯେ ଶକୁନ୍ତଳାଙ୍କୁ ଅଭିଶାପ ଦେଲେ ଦୁର୍ବାସା ଦୁର୍ବାସା। ତେଣୁ ସେମାନେ ସମସ୍ତେ କେଡ଼େ ବଡ଼ ସାଧକ, କିନ୍ତୁ ଏଇ ସାଧନା କରିବା ଫଳରେ ଏଗୁଡ଼ାକ ଆସିବ। ପୁରାଣ କାହାଣୀ କୌଣସି ଭୁଲ ନୁହେଁ, ସବୁ ହେଉଛି ସିମ୍ବଲିକ୍। ସେଇ କଥାଟିକୁ ଏଗୁଡ଼ିକ ଅନ୍ୟ ପ୍ରକାର ଗଢ଼ି, ତେଣୁ ତୁମେ ଯେପରି ମା କହନ୍ତି ଆଦୌ କୌଣସି କଥା ଲୁଚାଇବ ନାହିଁ, କୌଣସି କଥାକୁ କଡ଼କୁ ଠେଲି ଦେଇ ଚାଲିଯିବ ନାହିଁ, ମାତ୍ର ସେଗୁଡ଼ିକର ସମ୍ମୁଖୀନ ହେବ। ତେବେ ଯାଇ ତମେ ଭଗବାନଙ୍କ ସହିତ ଯୋଗସୂତ୍ର ରଖିପାରିବ। ସେଗୁଡ଼ିକ ଉପରେ ଜୟଲାଭ କରିପାରିବ ଏବଂ ସେଗୁଡ଼ିକ ଅନ୍ୟ ପ୍ରକାର ଗଢ଼ି ଆଣିପାରିବ, ମାନେ ତାକୁ ଆଉ ବାଟରେ ରୂପାନ୍ତର ତମେ କରିପାରିବ। ସେକ୍ସକୁ କହୁଛନ୍ତି ଡିଭାଇନ୍ ଲଭ୍ରେ ପରିଣତ କରିବ, ଆଳସ୍ୟକୁ ନୀରବତାରେ ପରିଣତ କରିବ, ହ୍ୟାଟ୍ରେଡ଼କୁ ଲଭ୍ରେ ପରିଣତ କରିବ, ଇଗୋକୁ ସେଲ୍ଫ କନସିୟସନେସ୍ରେ ପରିଣତ କରିବ। ଏଇସବୁ କରିହେବ ପ୍ରୋଭାଇଡ଼େଡ଼ ତମେ ଯଦି ସଚେତନ ରହିବ। ସେଇ କଥାଟିକୁ ତୁମକୁ ଅବଶ୍ୟ ଶିକ୍ଷା କରିବାକୁ ପଡ଼ିବ। ଯୋଗର ସର୍ବପ୍ରଥମ ପ୍ରଭାବ ରୂପେ ଏହା ହିଁ ଘଟିବ ଯେ ତାହା ତୁମଠାରୁ ମନର ଯାବତୀୟ ନିୟନ୍ତ୍ରଣକୁ ଅପହରଣ କରିନେବ। ତମର ଯେତେ ଥିବ କନଫିଡେନ୍ସ ନା ସବୁ ଛଡ଼େଇ ନେବ। ସେ ତା'ର ପ୍ରାଥମିକ କାର୍ଯ୍ୟ କରିବେ। ବିଶ୍ୱାମିତ୍ର କ'ଣ ସାଧକ ନୁହନ୍ତି? ସେ କ'ଣ ଜାଣିନାହାନ୍ତି ଯେ ମେନକା ତାଙ୍କୁ ଆସିକି, ସେ କ'ଣ ଧ୍ୟାନ ବେଳରେ ଏକଥା ଜାଣିପାରୁନାହାନ୍ତି? କ'ଣ ଏଡ଼େ ଅଜ୍ଞାନ ସେ? ତଥାପି ଦୁର୍ବାସା କ'ଣ ଜାଣିନାହାନ୍ତି କ୍ରୋଧ ଖରାପ କଥା ବୋଲି? ସେ ତ ଭିତରେ ଅଛି, ଫୁଟିବ। ସତେଅବା ତୁମ ଭିତରେ ଯେତେ ଯାହା କ୍ଷୁଧା ସୁପ୍ତ ହୋଇ ରହି ଆସିଥିଲା, ସେସବୁ ହଠାତ୍ ସତେଅବା ବନ୍ଧନ ଛିନ୍ନ କରି ବାହାରି ପଡ଼ିବେ। ସେମାନେ ଧାଇଁ ଯାଇ ସତ୍ତାକୁ ଆକ୍ରମଣ କରିବାକୁ ଆରମ୍ଭ କରିବେ। ଯେ ପର୍ଯ୍ୟନ୍ତ ମାନସିକ ନିୟନ୍ତ୍ରଣର ଏକ ସ୍ଥାନାପନ୍ନ ଭାବରେ ଭଗବତ ନିୟନ୍ତ୍ରଣର ପ୍ରତିଷ୍ଠା ହୋଇ ନ ପାରିଛି, ଭଗବାନ ସିଂହାସନରେ ନ ବସିଲା ପର୍ଯ୍ୟନ୍ତ ମନର ସିଂହାସନରେ ସେ କଥା ହେବ ହିଁ ହେବ। ଅର୍ଥ ସେଇ ବାଟଟାକୁ ଅତିକ୍ରମ କରିବାକୁ ପଡ଼ିବ। ଜାଣିବାକୁ ହେବ ଗୋଟେ ବିରୋଧୀ ଶକ୍ତି ଏମିତି ଛାଡ଼ିବେ ନାହିଁ, ତାଙ୍କ ପଞ୍ଝାରୁ ସେ ସହଜେ ଛାଡ଼ିବେ ନାହିଁ। ଯାହାକୁ ବାବାଜୀ ମହାରାଜ କହୁଛନ୍ତି ଯେ ପୋଖରୀର ତଳେ ପଙ୍କ ଅଛି, ସବୁବେଳେ ଉଠୁନାହିଁ। ହାତୀ ଯେତେବେଳେ ଖୋଜ ପକାଇଦେବ ବହୁ ଭାବରେ ଉଠିବ ଯେ, କିନ୍ତୁ ସେ ପୁଣି କିଛି ସମୟ ପରେ ଶାନ୍ତ ହୋଇଯିବ। ସେଇ ସମୟ ହେଉଛି ଅସଲ ସମୟ, ଯେତେବେଳେ ସହ୍ୟ କରିବାକୁ ପଡ଼ିବ, ଧୈର୍ଯ୍ୟ ଧରିବାକୁ ପଡ଼ିବ। ଧାଇଁ ଯାଇ ସତ୍ତାକୁ ଆକ୍ରମଣ କରିବାକୁ ବାହାରି ପଡ଼ିବେ। ସେମାନେ ଧାଇଁ ଯାଇ ଯେ ପର୍ଯ୍ୟନ୍ତ ମାନସିକ ନିୟନ୍ତ୍ରଣର ସ୍ଥାନାପନ୍ନ ଭାବରେ ଭଗବତ ନିୟନ୍ତ୍ରଣର ପ୍ରତିଷ୍ଠା ହୋଇ ନ ପାରିଛି, ସେ ପର୍ଯ୍ୟନ୍ତ ତୁମକୁ ଏକ ମଧ୍ୟବର୍ତ୍ତୀ ପର୍ଯ୍ୟାୟର ମଧ୍ୟ ଦେଇ ଯିବାକୁ ହେବ, ଯେତେବେଳେ କି ତୁମର ଆନ୍ତରିକତା ଓ ନିଷ୍ଠାର ଏକ ପରୀକ୍ଷା ନିଆଯିବାରେ ଲାଗିଥିବ। ଯୌନ ଆବେଗ ପରି ଆବେଗ ଗୁଡ଼ିକ ଯେ ଏତେ ବେଶୀ ଶକ୍ତିଶାଳୀ ହୋଇ ଅନୁଭୂତ ହୋଇଥାଏ, ତାର କାରଣ ହେଉଛି ଯେ ଲୋକେ ସାଧାରଣତଃ ବଡ଼ ଅତିରଞ୍ଜିତ ଭାବରେ ତାହା ଉପରେ ଅବଲୋକନ କରିଥାନ୍ତି। ଏସବୁ କ୍ଷେତ୍ରରେ ସେମାନେ ଅତ୍ୟନ୍ତ ପ୍ରକୋପର ସହିତ ଆପଣାର ପ୍ରତିରୋଧ ବ୍ୟକ୍ତ କରିଥାନ୍ତି ଏବଂ ବଳ ପ୍ରୟୋଗ ଦ୍ୱାରା ସେଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ଲାଗି ଚେଷ୍ଟା କରିଥାନ୍ତି। ସେମାନେ ସେଗୁଡ଼ିକୁ ଆପଣା ଭିତରେ ଚାପି ରଖିଥାନ୍ତି। କହିଲେ ଏ ଯେତେ ଯେତେ କଥା ସବୁ ଚାପିକି ରହିଥାଏ, ସେ ଫୁଟିକି ବାହାରେ। ସେଗୁଡ଼ିକ ମାଡ଼ି ମୁଡ଼ି ଧରି ତାରି ଉପରେ ବସିଥାନ୍ତି। ମାତ୍ର କୌଣସି ବିଷୟରେ ତୁମେ ଯେତିକି ଅଧିକ ପରିମାଣରେ ଭାବିବ ଏବଂ ମୁଁ ଏଇଟାକୁ ମୋଟେ ଚାହୁଁନାହିଁ ବୋଲି କହିବ, ତୁମେ ସେଇଟି ସହିତ ସେତିକି ଅଧିକ ପରିମାଣରେ ବାନ୍ଧି ହୋଇ ରହିଯିବ। ତେଣୁ ତୁମକୁ କେବଳ ଏଇ କଥାଟି କରିବାକୁ ହେବ ଯେ ତୁମେ ତାହାକୁ ଆପଣାଠାରୁ ଦୂରରେ ରଖିବ, ସେଇଠାରୁ ନିଜର ସମ୍ପର୍କକୁ ଛିନ୍ନ କରିଦେବ, ସେଗୁଡ଼ିକ ଉପରେ ଯଥାସମ୍ଭବ କମ୍ ଧ୍ୟାନ ଦେବ ଏବଂ ସେହି ବିଷୟରେ କୌଣସି ଚିନ୍ତା କରୁଥିଲେ ମଧ୍ୟ ତାହା ବିଷୟରେ ଉଦାସ ଏବଂ ଅସମ୍ପୃକ୍ତ ହୋଇ ରହିବ। ଖାଲି ଯୌନ ଆବେଗ ନୁହେଁ, କ୍ରୋଧ ବି ହେଉ, ଲୋଭ ବି ହେଉ, ଈର୍ଷା ବି ହେଉ, ସ୍ୱାର୍ଥପରତା ବି ହେଉ, ହିଂସା ବି ହେଉ, ଏ ସବୁ ଆସିବେ। ଯେମିତି ପ୍ରହ୍ଲାଦଙ୍କ କଥା ଆମେ ଜାଣୁ,
ध्रुवଙ୍କ କଥା ଆମେ ଜାଣୁ କେତେ କଷ୍ଟ ପଡ଼ିଲା ଯେତେବେଳେ ସେମାନେ ସାଧନା କରୁଥିଲେ, କେତେ କଷ୍ଟ। ପ୍ରହ୍ଲାଦଙ୍କୁ ତ କେତେ ଯନ୍ତ୍ରଣା ଦିଆଯାଇଛି, ହୋଲିକା ଠାରୁ ଆରମ୍ଭ କରି କେତେ ସର୍ପଦଂଶ କେତେ କେତେ ଦିଆଯାଇଛି। କାହିଁକିନା ଏସବୁ ଆସିବ ପୁରାଣର ସବୁଯାକ କଥା ସିମ୍ବଲିକ୍, କେଉଁଟା ଅଯଥାର୍ଥ କାହାଣୀ ନୁହେଁ। ଧ୍ରୁବ ସେମିତି ତପସ୍ୟା କରୁଛନ୍ତି, କେତେ କଷ୍ଟ, ମାନେ କି ଭୟଙ୍କର ଶବ୍ଦ ଆସୁଛି, କି ଭୟଙ୍କର ଅଛି, ସବୁ ଭୟଙ୍କର ଅବସ୍ଥା ସବୁ ସୃଷ୍ଟି ହେଉଛି, ତଥାପି ସେ ସ୍ଥିର। ତା ନହେଲେ ହେବ ନାହିଁ। ଯୋଗର ଚାପ ହେତୁ ଯେଉଁ ସବୁ ଆବେଗ ଓ ବାସନା ଉପରକୁ ଆସି ଦେଖାଦେବ, ନିରାସକ୍ତି ଓ ପ୍ରଶାନ୍ତିର ଏକ ଭାବ ଦ୍ୱାରା ସେଗୁଡ଼ିକ ସମ୍ମୁଖୀନ ହେବାକୁ ପଡ଼ିବ। ସତେ ଯେପରି ସେଗୁଡ଼ାକ ତୁମ ବାହାରେ ଆଉ କେଉଁଠି ରହିଛି କିମ୍ବା ବାହ୍ୟ ଜଗତର ଏକ ବସ୍ତୁ ହୋଇ ରହିଛି, ଠିକ୍ ସେହିପରି ଭାବରେ ସେଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ିବ। ସେଗୁଡ଼ିକୁ ନେଇ ପରମେଶ୍ୱରଙ୍କ ପାଖରେ ସମର୍ପଣ କରିବାକୁ ହେବ। ଏସବୁ ଯୋଗର ଯେଉଁ ଭଲ କଥା, ଏସବୁ ଜାଣିବା କଥା ଯେ ଆମେ ଖାଲି କହୁଛୁ ଯେ ମୁଁ ଯୋଗ କରିବାକୁ ଚାହେଁ, ଯୋଗ ସାଧନା କରିବାକୁ ଚାହେଁ। ସାଧନା କରିବା ବାଟ ଗୁଡ଼ାକ ବତେଇବାର ଜାଣିବାର ଅଛି। ନହେଲେ ନଜାଣି ଖାଲି ଯିବି କହିଲେ କ'ଣ ହେବ? ଖାଲି ଗୋଟେ ବୁଲିବ, ହେଇଯିବ, ବେଶୀ ଅସୁବିଧାରେ ପଡ଼ିବ। ମାନସିକ ପ୍ରସ୍ତୁତି ଦରକାର। ମୁଁ ଯଦି ଆଗ ଯିବାକୁ ଚାହିଁବି ଏବଂ କେଉଁଠିକି ଯିବାକୁ ଚାହିଁବି, କିପରି ଯିବାକୁ ଚାହିଁବି, ଥୟ ନ କଲେ କଟକ ଯାଇପାରିବି କି? ମୁଁ କୁଆଡ଼େ କୁଆଡ଼େ ଯାଇ ପହଞ୍ଚି ବୁଲୁଥିବି ତ ଆଉ କ'ଣ? ଯେଉଁଠିକି ଯିବା କଥା ନ ଯାଇ ଆଉ କୁଆଡ଼େ ଯାଇ ପହଞ୍ଚିବି, ଖାଲି ବୃଥା ଶ୍ରମ ହେବ, କଷ୍ଟ ବି ପାଇବି। ତେଣୁ ଯୋଗ କରିବି, ଯୋଗ କଲେ ମୋତେ ଅସୁବିଧା ଗୁଡ଼ିକ ଆସିବ, ମୁଁ ପ୍ରସ୍ତୁତ ରହିବି, ତା'ର ସମ୍ମୁଖୀନ ହେବି, ଜାଣିବି ସେଗୁଡ଼ାକ ସବୁ ବାହାରର କଥା, ମୋ ଭିତରର କଥା ନୁହେଁ। ଏମିତି ଭାବି ତାକୁ ସବୁ କାଢ଼ି ସମର୍ପଣ କରିବାକୁ, ନହେଲେ ସେ ଯିବେନି। ସେଗୁଡ଼ିକୁ ଗ୍ରହଣ କରିନେବେ। ହଁ, ପାଖରେ ପରମେଶ୍ୱରଙ୍କ ପାଖରେ ସେଗୁଡ଼ିକୁ ନେଇ ସମର୍ପଣ କରିବାକୁ ହେବ, ଯେପରିକି ପରମେଶ୍ୱର ସେଗୁଡ଼ିକୁ ଗ୍ରହଣ କରିନେବେ ଏବଂ ସେଗୁଡ଼ିକୁ ବଦଳାଇ ଦେବେ। ଯଦି ତୁମେ ଥରେ ପରମେଶ୍ୱରଙ୍କ ପାଖରେ ଆପଣଙ୍କୁ ଉନ୍ମୋଚିତ କରିଦେଇ ପାରିବ, ପରମେଶ୍ୱରଙ୍କ ଶକ୍ତି ଯଦି ଥରେ ଆସି ତୁମ ଭିତରେ ପ୍ରବେଶ କରିପାରିବ ଏବଂ ଯଦି ତୁମେ ତଥାପି ସେହି ପୁରୁଣା ଶକ୍ତି ଗୁଡ଼ିକୁ ଆଶ୍ରା କରିବାକୁ ଚେଷ୍ଟା କରୁଥିବ, ତେବେ ତୁମେ ତଦ୍ୱାରା ନିଜ ଲାଗି ହିଁ ନାନା ପ୍ରମାଦ, ଅସୁବିଧା ଓ ବିପଦକୁ ପ୍ରସ୍ତୁତ କରିବାରେ ଲାଗିଥିବ। ତାକୁ ଛାଡ଼ି ପାରୁନଥିବ, ଭଗବାନଙ୍କୁ ଧରି ପାରୁନଥିବ, ତାହେଲେ ଅସୁବିଧା। ତେଣୁ ତୁମକୁ ଅତ୍ୟନ୍ତ ସତର୍କ ଭାବରେ କଥା ଦେଖିବାକୁ ପଡ଼ିବ ଯେ ତୁମ ବାସନା ଗୁଡ଼ିକୁ ଚରିତାର୍ଥ କରିବା ସକାଶେ ତୁମେ ପରମେଶ୍ୱରଙ୍କୁ କେବେ ହେଲେ ବି ଗୋଟାଏ ଆବରଣ ରୂପେ ବ୍ୟବହାର କରୁନାହ। ତାଙ୍କୁ ତୁମେ ଢାଲ ଭାବରେ ବ୍ୟବହାର କରି ତୁମେ ଆଉ ଭାବ ନେଇ ଯେ ତୁମ ସବୁ କୁଗୁଣତକ, କୁପ୍ରବୃତ୍ତି ଗୁଡ଼ିକ ରଖିପାରିବ। ରଖି ମାନେ ଏହା ହାତରେ ସମସ୍ତ ପ୍ରକାର ଦୁଷ୍ପ୍ରବୃତ୍ତି ରଖି ଏହା ହାତରେ ଭଗବାନଙ୍କୁ ପାଇଯିବି, କାହିଁକିନା ଭଗବାନ ଜାଣିପାରିବେନି। ମୁଁ ତ ସଦାବେଳେ ତାଙ୍କୁ ଡାକୁଛି ନା, ଭଗବାନ ଆଉ ସେ କଥା ଜାଣିପାରିବେ ନା। ସିଏ ଶ୍ରୀରାମକୃଷ୍ଣଙ୍କର ସେ କଥା ନା, ସୁନା ଦୋକାନ କଥା। ଯିଏ ବୟସ୍କ ସିଏ ବସିଛନ୍ତି କେଉଁଠି, ଏ ଯେଉଁ କ୍ୟାସ୍, ଆଉ ତିନି ପୁଅଙ୍କୁ ତିନି ବାଟେ ରଖିଛନ୍ତି। ହଁ, ଜଣେ କହୁଛନ୍ତି କ'ଣ ନା ଗୋପାଳ ଗୋପାଳ ଗୋପାଳ, ଜଣେ କହୁଛନ୍ତି ମାଧବ ମାଧବ ମାଧବ, ଜଣେ କହୁଛନ୍ତି ହରେ 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 ହରେ। ସିଏ ସବୁ ଭଗବାନଙ୍କୁ ଠକାମିର କଥା। ଲୋକ ଜାଣିପାରୁନାହାନ୍ତି ନା। ଲୋକ ଭାବିଲେ ଏଭଳି ସୁନାରେ, ପୁଣି ଲଙ୍କାରେ ହରିଶବ୍ଦ, ସୁନା ଦୋକାନରେ ଏତେ ପୁଣି ମାନେ ଯାହାକୁ କହନ୍ତି ସଚ୍ଚୋଟ ଭାବ, ଗୋଟେ ହରିକୀର୍ତ୍ତନ ହେଉଛି, ଏଇ ଦୋକାନକୁ ଯିବା। ଇଏ କିଏ ଆସିଛନ୍ତି ନା ଗୋପାଳ ଗୋପାଳ। ଆଉ କିଏ ଆସିଛନ୍ତି ସବୁ, ଆର ଭାଇ ଆର ପୁଅ କହୁଛି ମାଧବ ମାଧବ। ଏ ମା ମାନଙ୍କର ଧବ ମାନେ ଆସିଛନ୍ତି ତାଙ୍କୁ ଖୁସି କରିବା ପାଇଁ। କାହାକୁ? ମା ମାନଙ୍କୁ ଖୁସି କରିବା ପାଇଁ। ତେଣୁ ହେ ସାନ ପୁଅ, ତୁ କହିଲେ ହରେ ହରେ, ଯେତେ ପାରିବୁ ୟାଙ୍କଠୁ ହରଣ କରିଯା। ଯେଉଁମାନେ ପରମେଶ୍ୱରଙ୍କୁ କେବେ ହେଲେ ଗୋଟେ ଆବରଣ ରୂପେ ବ୍ୟବହାର କରୁନାହଁ, ଆପେ ଆପଣାର ଗୁରୁ ହୋଇ ବାହାରିଥିବା ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କି କେବଳ ତାହା ହିଁ କରିବାରେ ଲାଗିଥାନ୍ତି। ତାକୁ କହନ୍ତି ଆତ୍ମଘୋଷିତ ଭଗବାନ। ଶବ୍ଦଟା ହେଉଛି ଆତ୍ମଘୋଷିତ ଭଗବାନ, ମାନେ ନିଜେ ମୁଁ ଭଗବାନ,
मते पूजा कर, मते प्रणाम कर, कौन चाहूच मु देवी निजे निजको जो माने कि केवल ताहा ही करिवार लागि थांती एवं तापर जेतेबेले तुमे सीधा बाटटिरु विच्युत हो जाओ सेतेबेले तुमर किंचित ज्ञान हासिल होइथिले मध्य शक्ति बोली आदौ बेसी किछि न थाए। सेतेबेले एहीपरि हुए जे तुमको एपरि एक विशेष प्रकार सत्ता बा तत्व गुड़िक आसी कबलित कर नियंती जहाँद्वारा कि तुम से हाथ में गोटे गोटे अंध जंत्र परी हो रही जाओ अवशेष से मानकर ग्रासर ही पड़ जाए। बेसी दिन सेमती आत्मघोषित भगवान रहीपर ना से निश्चित भाव में खालरे पड़े कारण भगवान को ना आम कि ना तेज जहाँ हो आमर कौन अच्छे जहाँ भी हो सी एपरी भाव में एत खालरे पड़े जे कारण भगवान को ठकिबार बाट भगवान एमती ठकी थे जे तांकठू बड़ी बड़ ठक बोधे पृथ्वी रे कहीं ना भगवान ठारू आउ से ठक मान को एमती ठकी देवे जे सी असंभव प्रकार सी हाथ गोड़ भांगीगले आ बैंडेज कर हब ना। अवशेष से मानकर ग्रासर ही जाई पड़ जाओ जोठारे कौन ना कौन छलना थाए सेठारे विपद भी रही थाए क्या भगवान छलना कारण परमेश्वर पाखे ठकामी आचरण करने कदापि संभव नुहे। मु आपण सहित संयुक्त हो रहा चाहूँगी बोली बाहर कही मोर यही सब क्षमता दरकार यही सब उपभोग दरकार बोली अंतर रे मतलब रखी तुम्हें केबे हेले परमेश्वर पाखक जाओ ना तेबे तुमको सावधान रहा पड़ो जे तुम्हें यह द्वारा क्षमाटीर दाढ़टी आड़ को अग्रसर होबार लगिछ मात्र तथापि यही जावतीय विपर्यय को एड़ाई दे पारिबा प्रकृत में केड़े सहज नुहे। आपणार गोटे छोट पिलाटी परी करी दियो कहले छोट पिला परी विश्वास रख भरोसा रख समर्पण कर पिलाटी जाने जे मते सब मिलिबो। अन्य जगह माँ कहते शिशु सुलभ निर्भरता रख न्याय रे पिलाटी जाने जे मु कहीदेची गार्डियन को मते एटा मिलिबो काली मते एतिकी खाता दरकार से देवे से तार विश्वास अच्छी भरोसा अच्छी कहीदे हाँ कहीदे से हीपरी भाव में गोटे छोट शिशु भाई निर्भरता रख से तुमको बहन करी नहीं जातु। पुणी अन्य जगह माँ लिखिं गोटे छोट पिला कौन से गोटे आघात हेले से किसी डरे ना खंडिया हो गले से किसी भावे ना से किसी जानी ना से आसी ता गार्डियन को कहीदे यथेष्ट सी भी मन को भल किंतु बड़ हो गले टिके झुंटी पड़े गला नुह हो टिटानस हो कहीं ना खंडिया है माने धूली पड़ला धूली रे केते जीवाणु केते कथा तेणु शिशु सुलभ निर्भरता केड़े बड़ कथा जहाँ को मापी हब नहीं तापर आ कौन सी विपद आसबनी। ओम नमो भगवते श्री अरविंदाय ओम आनंदमयी चैतन्यमयी सत्यमयी परमयी।